आमको क्षमा कर दिंतु प्रभु। आम द्वारा बहुत बड़ भूल हो गला। आपण सत्य कहिथिले। अहंकार वशीभूत होई ज्ञानर बहुत अपमान करिथिलु आमे। मु तारकासुर को बध करिपारिबि नाही सती, कारण मु स्वयं अभयदान देछि। अभयदान? आपणकर एक उपनाम भोलानाथ हेबा आश्चर्यकर कथा नुहे। सभी को प्रतारित करुथिबा असुर को अभयदान दियंती, परंतु काहेकि? समय उपरांते तुमर समस्त प्रश्नर उत्तर मिलिछि सती। माता महादेव, आमको शीघ्र कैलाश को प्रस्थान करने को हेब। सेठारे ब्रह्मदेव, भगवान विष्णु आ माता लक्ष्मी आपण दुई को स्वागत करने पई प्रतीक्षा करि थाई पारंती। ऋषि बृहस्पति एठारे? ए समय मृदंगर शब्द शुणिबार नुहे, युद्धरे दुंदुबी स्वर शुणिबार। युद्ध? आम स्वर्गवासी को युद्धर दुंदुबी शुणिबार की आवश्यकता अछि गुरुदेव? स्वर्ग निकट को दुर्भाग्य और विनाशर मेघ माड़ी आसुची। नृत्य और संगीतर विलासरे तुमको ये कथार टिके भी आभास नहीं। असुरंक सेना तारकासुरर नेतृत्व रे स्वर्ग आड़कू माड़ी आसुचंती। कौन? तारकासुर द्वारा स्वर्गर विनाश को अटकेबा असंभव प्रतीत होउछि देवगुरु। हाँ देवराज इंद्र, ज्ञात थाऊ जे तारकासुर को स्वयं शिवंकर वरदान मिली सारी। शिवंकर पुत्रंक बिना अन्य केही तारा बद्ध करि परिबे नाही। समस्त देवतांकर रणनीति मध्य तारकासुर को पराजित करिवा पई समर्थ हेबे नाही देवराज इंद्र। प्रभु, माता कष्ट पाउछंती। जदि आपण कहिबे तेबे मु पुणी वृषभ रूप धारण करी माता को पिठी ऊपर बसई देबी। नाही नंदी, एही हिमांचल ही सतींकर एबे निवास स्थान। सती को एहार अभ्यस्त हेबाको ही पड़िबो। माता, मोर आपण को विनीत अनुरोध जे आपण आम ऊपर चरण रखिकी चलंतु। नहीं नहीं, ये कौन करुछंती आपण? आपण सुनिले नहीं आपण को प्रभु कौन कहले? मते अभ्यस्त हेबाकु हेबो। जदि आज ही कष्ट को मु सह्य करि परिबि नहीं, तेबे केबे भी करि परिबि नहीं। प्रभु, मातांकर ए कोमल शरीर कैलाशर ए कठोर वातावरण को केमिति सहन करि परिबे?
ନନ୍ଦୀ ପ୍ରାକୃତିକ ପ୍ରଭାବ ଏହି ଶରୀର ଦ୍ୱାରା ମନ ଉପରେ ପ୍ରଭାବ ଅବଶ୍ୟ ପକାଇପାରେ, ପରନ୍ତୁ ଆତ୍ମାରେ ଏତେ ଶକ୍ତି ଥାଏ ଯେ ସେ ମନ ଦ୍ୱାରା ଆମ ଶରୀରକୁ ପ୍ରକୃତିର ଅନୁରୂପ ଗଢ଼ିଥାଏ। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସତୀ ଶୀଘ୍ର ନିଜ ଶରୀରକୁ ଏହାର ଅନୁକୂଳ ଗଢ଼ିବାରେ ସଫଳ ହୋଇଯିବେ। କୈଳାସରେ ଏବେ ତୁମକୁ ଅନେକ ଅନୁଭୂତି ହେବାକୁ ଅଛି, ଯାହା ମଧ୍ୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆମର ମିଳନର ଉଦ୍ଦେଶ୍ୟର ଅନୁଭୂତି। ଯଜ୍ଞ ଯାହାଙ୍କ ପାଇଁ ହୋଇଥାଏ ଆପଣ ତାଙ୍କୁ କିପରି ବଞ୍ଚିତ କରିପାରିବେ? ତୁମକୁ ଏ ବିବାହକୁ ମାନ୍ୟତା ଦେବାକୁ ହିଁ ପଡ଼ିବ। ସତୀ କେବଳ ତୁମର ପୁତ୍ରୀ ନୁହନ୍ତି, ଶିବଙ୍କର ପତ୍ନୀ ମଧ୍ୟ। ସ୍ୱାମୀ, ଏବେ ତ ଆମେ ଆମର ସବୁ କର୍ତ୍ତବ୍ୟ, ସବୁ ଦାୟିତ୍ୱ ପୂର୍ଣ୍ଣ କରିଦେଲେ। ଏବେ ବାନପ୍ରସ୍ଥ ଆଶ୍ରମ ପ୍ରବେଶ କରିବା ପାଇଁ ବହୁତ ଉଚିତ ସମୟ। ସ୍ୱାମୀ, ମୋତେ ଲାଗୁଛି ଆମର ଆଗାମୀ ଯଜ୍ଞ ବାନପ୍ରସ୍ଥ ଆଶ୍ରମ ପ୍ରବେଶ କରିବା ପାଇଁ ହେବା ଉଚିତ। ବାନପ୍ରସ୍ଥ ପ୍ରବେଶ ପାଇଁ ଗୋଟିଏ ନିୟମ ଅଛି, ଆଉ ନିଜର ନିର୍ଦ୍ଧାରିତ ଲକ୍ଷ୍ୟର ପ୍ରାପ୍ତି ବି ଅଛି। ଆଉ ମୁଁ ଏପର୍ଯ୍ୟନ୍ତ ଲକ୍ଷ୍ୟକୁ ପ୍ରାପ୍ତ କରିପାରି ନାହିଁ। ମୋର ଆଗାମୀ ଯଜ୍ଞ ହେବ ଏବଂ ଅବଶ୍ୟ ହେବ। ସେଇ ଯଜ୍ଞରେ କେବଳ ଗୋଟିଏ ପ୍ରୟୋଜନରେ ହେବ, ଆଉ ତାହା ହେବ ଶିବଙ୍କ ଉପରେ ପ୍ରତିଶୋଧ। ମନେ ରଖିବେ ସ୍ୱାମୀ, ଦେବତାଙ୍କ ସହ ସଂଘର୍ଷରେ ବିନାଶ କେବଳ ମନୁଷ୍ୟଙ୍କର ହିଁ ହୋଇଥାଏ। ବିନାଶ ତ କାହାର ନା କାହାର ହେଇଥାଏ, କାହାର ହେବ ଏହା ମୁଁ ବି ଦେଖିବାକୁ ଚାହୁଁଛି। ଆପଣ ଦେଖନ୍ତୁ ଦେବେନ୍ଦ୍ର, ବିନାଶର ମେଘ କିପରି ସ୍ୱର୍ଗ ଆଡ଼କୁ ମାଡ଼ି ମାଡ଼ି ଆସୁଛନ୍ତି। ତାରକାସୁର ତ ଅଜୟ, ଆମେ ଦେବତା ତାଙ୍କୁ କଦାପି ପରାଜିତ କରିପାରିବୁନି। ତାଙ୍କର ଏହି ଆକ୍ରମଣରୁ ଏବେ ସ୍ୱର୍ଗକୁ କିଏ ରକ୍ଷା କରିପାରିବ? ସ୍ୱର୍ଗରେ ଅସୁରଙ୍କ ସାମ୍ରାଜ୍ୟ ଏବେ ଆଉ ବିଳମ୍ବ ନୁହଁ। ମହାଦେବ ହିଁ ଆମର ରକ୍ଷା କରିବା ପାଇଁ ସକ୍ଷମ। ମହାଦେବଙ୍କ ଆବାହନ ବିନା ସ୍ୱର୍ଗକୁ ରକ୍ଷା କରିବା ଅସମ୍ଭବ ଦେବରାଜ। ପରନ୍ତୁ ମହାଦେବଙ୍କର ତ ଏଇ କିଛି ଦିନ ପୂର୍ବରୁ ବିବାହ ହେଇଛି। ତାଙ୍କର ମିଳନରେ ଆମର ବାଧା ଦେବା ଉଚିତ ହେବ ନାହିଁ। ପରନ୍ତୁ ପ୍ରଶ୍ନ ହେଉଛି ସ୍ୱର୍ଗର ଅସ୍ତିତ୍ୱ ପାଇଁ କୌଣସି ନା କୌଣସି ମାର୍ଗ ଆମକୁ ଚିନ୍ତା କରିବାକୁ ହେବ। ଦେବଗୁରୁ ତ ଆପଣ ଋଷିବର, କୃପା କରି ଆପଣ ହିଁ କୌଣସି ମାର୍ଗ କୁହନ୍ତୁ। ଆମକୁ ବିଷ୍ଣୁଙ୍କ ପାଖକୁ ଯାଇ ତାଙ୍କ ସହାୟତା ମାଗିବାକୁ ହେବ। ସମୟ ବହୁତ କମ୍ ଅଛି, ଅତଏବ ଆମକୁ ଶୀଘ୍ର ଯିବାକୁ ହେବ। ମହାଦେବ, ଆମର ଏଠାକୁ ଆସିବାର କାରଣ କ'ଣ?
ଏହି ଶ୍ମଶାନକୁ ସମସ୍ତେ ଅଶୁଭ ସ୍ଥାନ ମାନନ୍ତି ସତୀ। ପରନ୍ତୁ ଯେଉଁ ସ୍ଥାନରେ ପଞ୍ଚତତ୍ତ୍ୱରେ ନିର୍ମିତ ଶରୀରକୁ ମୁକ୍ତି ମିଳେ ଆଉ ସାଧକକୁ ମୁକ୍ତିର ଭୋଗ, ସେହି ସ୍ଥାନ ଅଶୁଦ୍ଧ କିପରି ହେବ? ଏହି ଶ୍ମଶାନ ପ୍ରତୀକ ଏ ଶରୀରର ସମସ୍ତ ବନ୍ଧନରୁ ମୁକ୍ତ ହେବା ପରେ କେହି କୈଳାସ ପହଞ୍ଚିବାର ଯୋଗ୍ୟ ହୋଇଥାଏ। ଆସ ସତୀ, କୈଳାସ ତୁମକୁ ପ୍ରତୀକ୍ଷା କରିଛି। अहो भाग्य मोर जे आपण को महादेव पत्नी रूप में स्वागत करिबार अवसर प्राप्त होइछि मते। महादेव, भविष्य तो केते भी दूर थाऊ ना कहीं गोटे दिन तो वर्तमान रूप अवश्य नहीं थाए। केते कल्पर प्रतीक्षा पश्चात परे आजी एही कैलासरे आपणक आउ आदि शक्तिंकर पुनर्मिलन रे साक्षी होछु आमे सबु। महादेव, आपण को ज्ञात थिबो आपण को समस्त देवता माने विवाह पई प्रस्ताव देथिले। ए समस्त सृष्टिर हित को ध्यान रे रखी आपण सही प्रस्ताव को स्वीकार करी ही नेले। महादेव, विवाह को पूर्णता पर्यंत पहुंचाइबा गृहस्थीर धर्म हेई थाए। सारा संसार आपणकर पुत्र रत्नर अपेक्षा करी ए शुभ संवाद सुनिबा पई अधीर अछंती। सृष्टि जेतिकी अधीर मोर विवाह पाई थिला ताठो बेसी अधीर थिला मोर संतान पाई। मु ए कथा को पूर्ण रूपे बुझी सारिछि, परंतु सती एबे एथिपाई योग्य नुहंती। मु सती को योग्य करने को प्रयास अवश्य करिबी। तत्पश्चात मोर आदिशक्ति सह मिलन संभव हेब। प्रस्थान पे आमको आज्ञा दियंतु महादेव। आस सती, ए कैलास को भ्रमण करिनियो।
ଏଠାରେ ବସିବାକୁ ଚାହୁଁଛି। ନାଇଁ ସତୀ, ତୁମେ ଏହାର ଯୋଗ୍ୟ ହୋଇନାହ। ଯେବେ ଆପଣ ମୋତେ ଅର୍ଦ୍ଧାଙ୍ଗିନୀ ରୂପେ ସ୍ୱୀକାର କରି ନେଇ ସାରିଛନ୍ତି, ତେବେ ସେ ଧ୍ୟାନ କରିବା ସ୍ଥାନ ମୋତେ ଅସ୍ୱୀକାର କାହିଁକି କରିବ? ମାତା, ଇଏ କେଉଁ ବିପତ୍ତିର ଘଡ଼ି ମହର୍ଷି ଭୃଗୁ? ଗୋଟିଏ ପଟେ ମହାଦେବ ଏବଂ ସତୀଙ୍କ ମିଳନ ହେବାକୁ ଯାଉଛି, ଆଉ ସେପଟରେ ଦେବତା ଅସୁରଙ୍କ ମଧ୍ୟରେ ମହାସଂଗ୍ରାମ ହେବାର ପୁରା ସୂଚନା ମିଳିସାରିଲାଣି। ମହାଦେବ ଓ ସତୀଙ୍କ ମିଳନରେ ଏତେ ବଡ଼ ବାଧା କ'ଣ ପାଇଁ? ଏ ଅନର୍ଥ ମୋତେ ସ୍ପଷ୍ଟ ଦେଖାଯାଉଥିଲା, ପରନ୍ତୁ ମୁଁ କିପରି କହିବି ଯେ କେମିତି ପ୍ରଜାପତି ମୋତେ ବଚନବଦ୍ଧ କରି କାହାକୁ କିଛି ନ କହିବାକୁ ଆଦେଶ ଦେଇଥିଲେ? କାହିଁକି ନା ତାଙ୍କର ଉଦ୍ଦେଶ୍ୟ ଏହା ଥିଲା ମହାଦେବ ଆଉ ସତୀଙ୍କ ମିଳନ ମଧ୍ୟରେ ବାଧା। ତାରକାସୁରକୁ ବାଧା ଦେବାର କି ଉପାୟ ଅଛି ମହର୍ଷି? କାହିଁକି ନା ତାଙ୍କୁ ତ ସ୍ୱୟଂ ମହାଦେବ ଅଭୟ ଦେଇଛନ୍ତି। ତାଙ୍କର ମୃତ୍ୟୁ ତ ହେଇପାରିବ ନାହିଁ। ତାଙ୍କୁ ପରାଜିତ କିଏ କରିପାରିବ ଆଉ କିପରି? ମୁଁ ବାଧା ଦେଇ ପାରିଥାନ୍ତି ମୁଁ, ପରନ୍ତୁ ମୋର ରାଜଧର୍ମ ମୋତେ ଏତେ ଅସତ୍ୟ ଆଉ ବିବଶ କରିଦେଲା ଯେ ମୁଁ କିଛି କରିପାରିଲି ନାହିଁ। ତେବେ ସବୁ ସଙ୍କଟର, ସବୁ ଆପଦର ଅନ୍ତ ସୁଖମୟ ହୋଇଥାଏ। କ୍ଷମା ପ୍ରାର୍ଥୀ ମୁଁ ସତୀଙ୍କ ବିବାହରେ ଉପସ୍ଥିତ ହୋଇପାରିଲି ନାହିଁ, କାହିଁକି ନା ପିତା ବ୍ରହ୍ମଦେବ ତପସ୍ୟାର ଆଦେଶ ମୋତେ ଦେଇଥିଲେ। ମୁଁ ଶୁଣିଛି ବିବାହ ଉତ୍ତମ ଭାବରେ ସମ୍ପନ୍ନ ହେଲା। ତେବେ ପ୍ରଜାପତି ଦକ୍ଷ କୋଉଠି ଅଛନ୍ତି? ପୁତ୍ରୀଙ୍କ ବିଚ୍ଛେଦରୁ ବାହାରିଲେଣି ନା ନାହିଁ? ହଁ, ଦୁଃଖିତ ବହୁତ ଥିବେ। ନିଜର ଇଚ୍ଛା ବିରୁଦ୍ଧରେ ପୁତ୍ରୀଙ୍କର ବିବାହ ଯେ କରିବାକୁ ପଡ଼ିଲା। ପରନ୍ତୁ ପ୍ରଜାପତିଙ୍କୁ ପ୍ରସନ୍ନ ହେବା ଉଚିତ, କାହିଁକି ନା ମହାଦେବ ତାଙ୍କର ଜାମାତା ହୋଇ ପ୍ରଜାପତିଙ୍କ ପ୍ରତିଷ୍ଠାକୁ ବୃଦ୍ଧି କରିଛନ୍ତି। ତାଙ୍କର କ'ଣ ହେଇଗଲା ମହାଦେବ? ତାଙ୍କୁ ଏ ଅବସ୍ଥାରୁ ଫେରାଇ ଆଣନ୍ତୁ। ଚିନ୍ତା କର ନାହିଁ ନନ୍ଦୀ, ସତୀ ଶୀଘ୍ର ମୂର୍ଚ୍ଛିତ ଅବସ୍ଥାରୁ ସ୍ୱତଃ ବାହାରି ଆସିବେ। ସେଇଆ ହେଲା ଯାହା ମୋତେ ଭୟ ଥିଲା ସତୀ। ତମେ ନିଜ ରୂପର ତେଜକୁ ସହ୍ୟ କରିପାରିଲ ନାହିଁ। ମୁଁ କହିଥିଲି ଯେ ତମେ ଏବେ ଯୋଗ୍ୟ ନୁହଁ, ପରନ୍ତୁ ମୋ କଥା ତମେ ଶୁଣିଲ ନାହିଁ। ମାତା ଅଯୋଗ୍ୟ ହେଲେ ମଧ୍ୟ ନିୟତି ଆପଣ ଦୁହିଁଙ୍କୁ ମିଶାଇଛନ୍ତି ପ୍ରଭୁ। ଏହାର ଅର୍ଥ ହେଉଛି ମାତା ଆପଣଙ୍କ ଯୋଗ୍ୟ ଅବଶ୍ୟ ହେଇଯିବେ। ଆଉ ପ୍ରଭୁ, ଆପଣ ଚେଷ୍ଟା କଲେ କାହିଁକି ନ ହେବ? ପ୍ରଭୁ କ'ଣ ଆପଣଙ୍କ ବିଶେଷ ଶକ୍ତିରୁ କିଛି ଅଂଶ ମାତାଙ୍କ ଠାରେ ପ୍ରବାହିତ କରିପାରିବେ ନାହିଁ? ଅବଶ୍ୟ କରିପାରିବି ନନ୍ଦୀ, ପରନ୍ତୁ ଆଦିଶକ୍ତିଙ୍କର ଊର୍ଜାକୁ ଗ୍ରହଣ କରି ସୁଦୃଢ଼ ରଖିବାର ବଳ ଏବେ ସତୀଙ୍କ ଶରୀରରେ ନାହିଁ। ସର୍ବପ୍ରଥମେ ମୋତେ ଯୋଗ ବିଦ୍ୟା ଦ୍ୱାରା ସତୀଙ୍କ ଶରୀରକୁ ସକ୍ଷମ କରିବାକୁ ହେବ। ତତ୍ପଶ୍ଚାତ୍ ସତୀଙ୍କ ଶରୀର ଆଦିଶକ୍ତିଙ୍କ ପ୍ରଭାବକୁ ସହନ କରିବା ପାଇଁ ଯୋଗ୍ୟ ହୋଇଯିବ।
ଆପଣଙ୍କ ପ୍ରୟାସକୁ ସଫଳତା ଅବଶ୍ୟ ମିଳିବ। ଏହାର ଦୃଢ଼ ବିଶ୍ୱାସ ମୋର ଅଛି ପ୍ରଭୁ, ଦୃଢ଼ ବିଶ୍ୱାସ ଅଛି। ସ୍ୱାମୀ, ସତୀ କେତେ ଭାଗ୍ୟଶାଳୀ ନା, ଯିଏ ସ୍ୱୟଂ ଯୋଗେଶ୍ୱରଙ୍କ ଠାରୁ ଯୋଗ ବିଦ୍ୟାର ଶିକ୍ଷା ପ୍ରାପ୍ତ କରିବେ। ହଁ, ଆଉ ଆନନ୍ଦର ସେଇ ଚରମ ଉତ୍କର୍ଷ ସେହି ସମୟରେ ହେବ ଯେବେ ଯୋଗ ବିଦ୍ୟା ଦ୍ୱାରା ସତୀଙ୍କୁ ନିଜର ଆଦି ଶକ୍ତି ହେବାର ଆତ୍ମବୋଧ ହେବ। ନାରାୟଣଙ୍କର ଜୟ ହେଉ। ପ୍ରଭୁ, ସ୍ୱର୍ଗ ଉପରେ ଭୟଙ୍କର ବିପତ୍ତି ଆସି ସାରିଛି। ତାରକାସୁର ଦେବତାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଇଛନ୍ତି। ଆଉ ତାଙ୍କର ଆକ୍ରମଣର କେନ୍ଦ୍ର ସ୍ୱର୍ଗ। ଯଦି ଶୀଘ୍ର ଆପଣ କୌଣସି ଉପାୟ ନ କୁହନ୍ତି, ସ୍ୱର୍ଗରେ ଅସୁରଙ୍କ ସାମ୍ରାଜ୍ୟ ସ୍ଥାପନ ହୋଇଯିବ। ମୋର ସମସ୍ତ ପ୍ରକାର ପ୍ରଚେଷ୍ଟା ପରେ ମଧ୍ୟ ମୁଁ ଆପଣଙ୍କୁ ତାରକାସୁରକୁ ପରାଜିତ କରିବାର ମାର୍ଗ କହିପାରିବି ନାହିଁ। ଯଦି ଶିବ ବରଦାନ ଦେଇଛନ୍ତି, ତେବେ ମୁଁ ତାକୁ କେମିତି ଭଙ୍ଗ କରିବି? ଆପଣମାନଙ୍କୁ ଶିବଙ୍କ ଠାରୁ କୌଣସି ଉପାୟ ମିଳିପାରିବ, ପରନ୍ତୁ ସ୍ମରଣ ରଖିବେ ମହାନୁଭବ, ସ୍ୱୟଂ ଶିବ ମଧ୍ୟ ତାରକାସୁରଙ୍କ ବଧ କରିପାରିବେ ନାହିଁ। ଏ କାର୍ଯ୍ୟ କେବଳ ଶିବଙ୍କ ପୁତ୍ର ହିଁ କରିପାରିବ। ପରନ୍ତୁ ଶିବଙ୍କ ପୁତ୍ର ହେବା ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହେଇନାହିଁ। ତେବେ କ'ଣ ତାଙ୍କର ପୁତ୍ର ହେବା ପର୍ଯ୍ୟନ୍ତ ଦେବତାମାନଙ୍କୁ ସ୍ୱର୍ଗରୁ ବିସ୍ଥାପିତ ହେବାକୁ ପଡ଼ିବ? ତାହାର ଚିନ୍ତା ଶିବଙ୍କ ଉପରେ ଛାଡ଼ି ଦିଅନ୍ତୁ। ସେ ତାଙ୍କର ଭକ୍ତଙ୍କୁ କେବେ ବିନା ଆଶ୍ରିତ ରଖିନଥାନ୍ତି। ଆପଣ ଦେବରାଜ ଇନ୍ଦ୍ର, ଏହା ମଧ୍ୟରେ ଆପଣ ରତି ଓ କାମଦେବଙ୍କୁ ନେଇ ଶୀଘ୍ର କୈଳାସକୁ ପ୍ରସ୍ଥାନ କରନ୍ତୁ। କୈଳାସର କଠୋର ବାତାବରଣରେ ସତୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ସେଥିପାଇଁ ତାଙ୍କ ମିଳନରେ ବାଧା ଉତ୍ପନ୍ନ ହେଉଛି। ସେଠାରେ ଆପଣଙ୍କୁ ଶିବ ଏବଂ ସତୀଙ୍କ ମିଳନ ପାଇଁ ବ୍ୟାପକ ଏବଂ ଉଚିତ ପରିମଣ୍ଡଳର ପ୍ରବନ୍ଧ କରିବାକୁ ହେବ। ରତି ଆଉ କାମଦେବଙ୍କୁ ନିଜର ମୋହ କ୍ରୀଡ଼ା ଦ୍ୱାରା ଶିବ ଆଉ ସତୀଙ୍କ ମିଳନ ପାଇଁ ଶୀଘ୍ର କ୍ରିୟାବର୍ଣ୍ଣ କରିବାକୁ ହେବ। ଯଥା ଆଜ୍ଞା ନାରାୟଣ। ସତୀ, କେଉଁଭଳି ଭୟାନକ ଦୃଶ୍ୟ ଥିଲା ସେ, ଯେମିତି ଦୁଃସ୍ୱପ୍ନ। ତାହା ଦୁଃସ୍ୱପ୍ନ ନୁହଁ, ତୁମର ଦ୍ୱିତୀୟ ରୂପ ଥିଲା ସତୀ। ମୋର ଦ୍ୱିତୀୟ ରୂପ ଅର୍ଥାତ୍ ଅର୍ଥାତ୍ ଆଦିଶକ୍ତିଙ୍କର 10ଟି ବିଦ୍ୟା। ପରନ୍ତୁ ଏବେ ତୁମ ଶରୀର ଆତ୍ମସାକ୍ଷାତକାର ପାଇଁ ସକ୍ଷମ ହୋଇନାହିଁ ସତୀ। ମୋ ଦ୍ୱାରା ଭୁଲ ହେଇଗଲା। ଆପଣଙ୍କ ବାରଣ ସତ୍ତ୍ୱେ ମୁଁ ଏ ସ୍ଥାନ ଉପରେ ବସିଲି। ଆପଣଙ୍କ କଥା ଗ୍ରହଣ କରିବାର ଥିଲା। ଚିନ୍ତା କର ନାହିଁ ସତୀ, ମୁଁ ନିର୍ଣ୍ଣୟ ନେଇ ସାରିଛି ଯେ ମୁଁ ଯୋଗ ବିଦ୍ୟା ଦ୍ୱାରା ତୁମକୁ ଏତେ ଦୃଢ଼ କରିଦେବି ଯେମିତି ତୁମେ ଦ୍ୱିତୀୟ ରୂପର ସମକକ୍ଷ ହୋଇଯିବ। କୌଣସି ଭୟ ନଥିବ। ପରନ୍ତୁ ଏତେ ବିକଟାଳ ରୂପକୁ ସମ୍ମୁଖୀନ ହେବାର ଆବଶ୍ୟକତା କ'ଣ? ମୁଁ ତ କେବଳ ଆପଣଙ୍କ ଅର୍ଦ୍ଧାଙ୍ଗିନୀ ହେଇ ପ୍ରସନ୍ନ ଅଛି। କ'ଣ ଆପଣ ମୋତେ ଏହି ରୂପରେ ସ୍ୱୀକାର କରିପାରିବେ ନାହିଁ? ବିମୁଖ ହେବା ସରଳ ସତୀ, ପରନ୍ତୁ ସମ୍ମୁଖ ହେବା ଅନିବାର୍ଯ୍ୟ।
ଏହା ପରେ ଯେମିତି ତୁମର ଇଚ୍ଛା। ନାହିଁ ନାହିଁ, ମୁଁ ଆପଣଙ୍କୁ ବଚନ ଦେଇଛି ଯେ ମୁଁ ଆପଣଙ୍କ ସବୁ ଇଚ୍ଛା ପୂର୍ଣ୍ଣ କରିବି, ଆପଣଙ୍କ ସମସ୍ତ କଥା ମାନିବି। ଯୋଗ ବିଦ୍ୟାର ଶିକ୍ଷା ମୋତେ ମାନ୍ୟ ଅଟେ। ପ୍ରଣାମ ପ୍ରଜାପତି ଦକ୍ଷ। ପ୍ରଣାମ ମହର୍ଷି ନାରଦ। ଏବେ ଆପଣଙ୍କ ବିଷୟରେ ହିଁ କହୁଥିଲି ଯେ ଆପଣ ମହାଦେବଙ୍କୁ ଜାମାତା ରୂପେ ସ୍ୱୀକାର କରି ମହାଦେବଙ୍କ ପ୍ରତିଷ୍ଠା କିପରି ବୃଦ୍ଧି କରିଛନ୍ତି। କୁହନ୍ତୁ ଏଠାକୁ ଆସିବାର କାରଣ? ଆପଣ ତ ସବୁ କିଛି ଜାଣିଛନ୍ତି। ଦେବତା ଓ ଅସୁରଙ୍କ ମଧ୍ୟରେ ସଂଗ୍ରାମ ହେବାକୁ ଯାଉଛି। ମୁଁ ଆପଣଙ୍କୁ ମୋ ସହିତ ନେବା ପାଇଁ ଆସିଛି, ଦେବତା ମାନଙ୍କର ସହଯୋଗ କରିବା ହେତୁ। ଏ ଦେବ ଓ ଅସୁରଙ୍କ ସଂଗ୍ରାମ ହେବା, ଏଥିରେ ମୋର କୌଣସି ଦୋଷ ନାହିଁ। ଯାହାଙ୍କର ଅଛି ତାହାର ନିବାରଣ ସେ ସ୍ୱୟଂ କରିବେ। ଆଚ୍ଛା, ଆପଣଙ୍କର ତାତ୍ପର୍ଯ୍ୟ କାହା ବିଷୟରେ ପ୍ରଜାପତି? ସେହି ଯାହାଙ୍କୁ ଆପଣ ଭୋଳାନାଥ କୁହନ୍ତି, ଯିଏ କିଛି ନ ଭାବି ଚିନ୍ତି ବରଦାନ ବାଣ୍ଟି ଦିଅନ୍ତି, ଯାହାଦ୍ୱାରା ଦେବତା ଓ ଅସୁରଙ୍କ ମଧ୍ୟରେ, ମନୁଷ୍ୟ ଏବଂ ପଶୁଙ୍କ ମଧ୍ୟରେ ଭେଦ କରିବା ଭଲ ଲାଗିନଥାଏ। ଯାଇ କୁହନ୍ତୁ ତାଙ୍କୁ, ସେ ଯାଇ ସମ୍ଭାଳନ୍ତୁ ତାଙ୍କର ସେ ପ୍ରିୟ ରାକ୍ଷସ ମାନଙ୍କୁ। ସମ୍ଭାଳି ପାରିବେ? ସମସ୍ତ ଦେବତାଙ୍କ ପାଇଁ ଏତେ ବଡ଼ ସଂକଟର ଜନ୍ମଦାତା ଭଗବାନ ଏପରି ହୁଅନ୍ତି ଭଗବାନ ଯିଏ ସମସ୍ୟାକୁ ଛିଡ଼ା କରିବା ଜାଣନ୍ତି, ପରନ୍ତୁ ସମସ୍ୟାର ସମାଧାନ କରିବା ଜାଣିନଥାନ୍ତି। ନାରାୟଣ ନାରାୟଣ, ନିଜର ଜାମାତାଙ୍କ ପାଇଁ ଏପରି ବାକ୍ୟ? ସମ୍ଭବତଃ ଆପଣ ତାଙ୍କୁ ଏପର୍ଯ୍ୟନ୍ତ କ୍ଷମା କରିନାହାନ୍ତି। ନାରାୟଣ ନାରାୟଣ, ପରନ୍ତୁ କ୍ଷମା କରିବାର ବିଶେଷ ଗୁଣ ତ କେବଳ ଭଗବାନଙ୍କ ପାଖରେ ଥାଏ ନା। ନାରଦ, ଭୁଲନ୍ତୁ ନାହିଁ, ଯେ ପର୍ଯ୍ୟନ୍ତ ମୁଁ ଶିବଙ୍କୁ ମାନ୍ୟତା ପ୍ରଦାନ କରିନାହିଁ ସେ ଭଗବାନ ହେଇପାରିବେ ନାହିଁ। ସେ ଏକ ଅଘୋରୀ। ମୋର ପୁତ୍ରୀଙ୍କୁ ବିବାହ କରିବା ପଶ୍ଚାତ୍ ବି ତାଙ୍କର ସ୍ଥାନ ସେଇଠାରେ ଯାହା ବିବାହ ପୂର୍ବରୁ ଥିଲା। ଯାଆନ୍ତୁ ନାରଦ, ଯାଆନ୍ତୁ। ଏ ସଂଗ୍ରାମର ନେତୃତ୍ୱ ଆପଣଙ୍କର ମହାଦେବ ନେବେ। ସେହି ସଂଗ୍ରାମରେ ପ୍ରଜାପତି ଦକ୍ଷ କଦାପି ସମ୍ମିଳିତ ହେବେ ନାହିଁ। ମାତା, ଇଏ ମାନସରୋବର ହ୍ରଦ। ଆପଣଙ୍କ ସ୍ନାନ କରିବା ପାଇଁ ଏ ସ୍ଥାନ ଉପଯୁକ୍ତ। ଆପଣ ଏଠାରେ ସ୍ନାନ କରିନିଅନ୍ତୁ, ମୁଁ କିଛି ସମୟ ପରେ ଆସିବି। ଠିକ ଅଛି? ପରନ୍ତୁ ଏଇଭଳି ଖୋଲା ସ୍ଥାନରେ ସ୍ନାନ? ପରନ୍ତୁ ସ୍ନାନ କରିବା ପରେ ମୋ ପାଖରେ ପିନ୍ଧିବା ପାଇଁ ସ୍ୱଚ୍ଛ ବସ୍ତ୍ର ନାହିଁ।
ସତୀ ଆଜିଠାରୁ ମୁଁ ତୁମର ଯୋଗ ବିଦ୍ୟାର ପ୍ରାରମ୍ଭ କରିବି। ଧୀରେ ଧୀରେ ଚକ୍ଷୁ ବନ୍ଦ କର। ଚକ୍ଷୁ ଖୋଲ ସତୀ। ମୁଁ ତୁମର କୁଣ୍ଡଳୀକୁ ଜାଗ୍ରତ କରାଇ ଦେଇଛି ସତୀ। ଯୋଗ ବିଦ୍ୟାର ଏହା ପ୍ରଥମ ଚରଣ। ଏବେ ଯୋଗ ଶକ୍ତି ଧୀରେ ଧୀରେ ତୁମ ଭିତରେ ଜାଗ୍ରତ ହୋଇ ଚାଲୁଥିବ। ଦେବରାଜ ଇନ୍ଦ୍ର, ରତି ଆଉ କାମଦେବଙ୍କ ସହିତ ଆପଣଙ୍କୁ କୈଳାସରେ ସ୍ୱାଗତ। ଆପଣ ତିନି ଜଣ ଏକ ସଙ୍ଗେ ଆସିବାର କାରଣ? ଆପଣଙ୍କର ଆଉ ସତୀ ମାତାଙ୍କର ମିଳନ ନିମନ୍ତେ। ସେ କାର୍ଯ୍ୟ ପାଇଁ ଆପଣଙ୍କୁ ପ୍ରେରିତ କରିବାର ଦାୟିତ୍ୱ ନାରାୟଣ ଆମକୁ ପ୍ରଦାନ କରିଛନ୍ତି। ଏହି ଶୁଭ ଅବସରରେ କାମଦେବ ଏବଂ ରତି ଆପଣ ଦୁହିଁଙ୍କର ମିଳନ ପାଇଁ ହିମାଳୟକୁ ଅଳଙ୍କୃତ କରିବା ନିମନ୍ତେ ଆପଣଙ୍କ ଆଜ୍ଞାର ପ୍ରାର୍ଥୀ। ଆଜ୍ଞା ଅଛି ଇନ୍ଦ୍ରଦେବ। ମିଳନର ଶୁଭ ଅବସରରେ ମୁଁ ସ୍ୱୟଂ ନିଜ ହାତରେ ଆପଣଙ୍କର ଶୃଙ୍ଗାର କରିବି ଦେବୀ ସତୀ। କୃପା କରି ମୋ ସହିତ ଚାଲନ୍ତୁ। ମୋ ସତୀ ସେ କୈଳାସରେ ସୁଖୀ ଥିବେ ନା? ସୁଖୀ? ମାତା, ଏ ସୃଷ୍ଟିର ସମସ୍ତ ଦୁହିତାଙ୍କୁ ସତୀଙ୍କ ପରି ଶାଶୁଘର ପାଇବାର ଆକାଂକ୍ଷା ଥିବ। ତମକୁ ତ ଚନ୍ଦ୍ରଭାନୁ ସବୁ ବିସ୍ତାରରେ କହିଥିବେ। ମତେ କୁହ ନା, ସତୀ କିପରି ଅଛନ୍ତି? କଣ କରୁଛନ୍ତି ସେଠାରେ? ମତେ କୁହ ନା ରୋହିଣୀ। ମାତା, ଆପଣଙ୍କ ସତୀ ଏ ଜଗତର ସ୍ୱାମିନୀ ହେଇସାରିଛନ୍ତି। ମହାଦେବଙ୍କ ଅର୍ଦ୍ଧାଙ୍ଗିନୀ ଦେବତା ଏବଂ ଦେବୀଙ୍କର ସାନ୍ନିଧ୍ୟ ପ୍ରାପ୍ତ ହେଇଛି ତାଙ୍କୁ। ଆପଣ କଳ୍ପନା କରିପାରୁଛନ୍ତି କୈଳାସରେ ତାଙ୍କ ସ୍ୱାଗତ ପାଇଁ କିଏ ଉପସ୍ଥିତ ଥିଲେ? ସ୍ୱୟଂ ମାତା ଲକ୍ଷ୍ମୀ, ଭଗବାନ ବିଷ୍ଣୁ ଏବଂ ବ୍ରହ୍ମଦେବ।
ଆଉ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଉଛି ଯେ ଭଗବାନ ମହାଦେବ ନିଜ ତପସ୍ୟା ଏବଂ ନିଜର ଅନେକ କାର୍ଯ୍ୟ ସତ୍ତ୍ୱେ ବି ସତୀଙ୍କୁ ନିଜ ପଲକରେ ବସାଇଛନ୍ତି। ଏ ସଂସାରରେ କୌଣସି ପତ୍ନୀ ପାଇଁ ନିଜ ସ୍ୱାମୀଙ୍କ ପ୍ରେମଠାରୁ ବଡ଼ ଆଉ କିଛି ହେଇପାରିବ କି ମାତା? ଆପଣ ଜାଣିଛନ୍ତି ସତୀ ଆଉ ଶିବଙ୍କ ଚତୁର୍ଥୀ ରାତି ପାଇଁ କିଏ ପ୍ରବନ୍ଧ କରୁଛନ୍ତି? କିଏ? ସ୍ୱୟଂ କାମଦେବ ଏବଂ ରତି। ଓହୋ ଭାଗ୍ୟ। କଠିନ ବାତାବରଣର କୈଳାସକୁ ବି ପ୍ରକୃତିର ସର୍ବୋତ୍ତମ ଋତୁରେ ଉନ୍ମତ୍ତ କରାଯାଉଛି। ଏମିତି ମିଳନର ଉନ୍ମାଦ କେତେ ମାଦକ, କେତେ ଅଦ୍ଭୁତ ହେବ ମାତା। ଏପରି ସୌଭାଗ୍ୟ କାହାକୁ ପ୍ରାପ୍ତ ହେଇଥାଏ ମାତା? ହେ ନାରାୟଣ, ମୋ ସତୀଙ୍କ ଜୀବନରେ ହର୍ଷ ଉଲ୍ଲାସ ଆଉ ଐଶ୍ୱର୍ଯ୍ୟ ସଦା ସ୍ଥାୟୀ ରହୁ, ସଦା ସ୍ଥାୟୀ ରହୁ। प्रभु एबे आपण मातांक सहित किछि समय एकांतर रहिबा उचित हब। एबे आमे विदाय नबको आज्ञा चाहूछु। आज्ञा अछि। सती आभास हैला जानिनी केते काळरो ए जीवन एही क्षण पई लालायित थिला। प्रतीक्षार मेघ बर्षिबाक अपेक्षारे थिला। आउ आज जेतबळे बर्षुछि बीती थिबा जीवनर सबु कष्ट सबु यातना सुखर अनुभूति देउछि। मते ज्ञात नाही जे भगवान होइथिबा सत्वे ए मिलन संबंधी अनुभूति आपणक पई किपरि आउ केमिति। परंतु एकथा मु अवश्य जानिछि जे मनुष्य रूपी ए शरीर रे ए मनरे जे भावना उद्रेक हेउछि ताको पुनः बंचिबा पई मु गोटिए कण केते सहस्र जीवन एही रूपरे नेबाकु चाहूछि।
ए समस्त स्वर्गवासी आमर युद्धर घोषणा शुणा जाऊ नहीं कि तुमको ना बधिर हो गलनि समस्ते